ଦେଖନ୍ତୁ ଆଉ ବେଶୀ ଦିନ ନୁହଁ। ଏହି ଦିନ ଆପଣଙ୍କ ଖାତାକୁ ଆସିବ ପିଏମ୍ କିଷାନର 22ତମ କିସ୍ତି ଟଙ୍କା। ହଁ ଆଜ୍ଞା, ଆପଣ ଠିକ୍ ଶୁଣୁଛନ୍ତି। ପିଏମ୍ କିଷାନର 22ତମ କିସ୍ତି ଟଙ୍କା ପାଇବା ପାଇଁ ଯାଉଛନ୍ତି ଚାଷୀ ଭାଇମାନେ। ଏହି ଦିନ ସେମାନଙ୍କୁ ପିଏମ୍ କିଷାନର 22ତମ କିସ୍ତି ଟଙ୍କା ମିଳିବା ପାଇଁ ଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜ୍ଞା, କେଉଁ ଚାଷୀ ଭାଇମାନେ ଏଥର ପିଏମ୍ କିଷାନରୁ ବାଦ୍ ପଡ଼ିଛନ୍ତି। ପିଏମ୍ କିଷାନର 22ତମ କିସ୍ତି ଟଙ୍କାକୁ ନେଇ ସରକାରଙ୍କ ତରଫରୁ ରହିଛି ବଡ଼ ଘୋଷଣା। ଆପଣ ଏହି ଘୋଷଣା ବିଷୟରେ ଜାଣିଲେ ଆପଣ ଖୁସିରେ ନାଚି ଉଠିବେ। ଯଦି ଆପଣ ଜଣେ ପିଏମ୍ କିଷାନର ଯୋଗ୍ୟ ହିତାଧିକାରୀ ଲଗାତାର ଭାବେ 21ତମ କିସ୍ତି ଟଙ୍କା ପାଇ ଆସୁଛନ୍ତି, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେଉଁ ଚାଷୀ ଭାଇମାନେ ପିଏମ୍ କିଷାନର 21ତମ କିସ୍ତି ଟଙ୍କା ପାଇନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ରହିଛି ବଡ଼ ଖବର। ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣେଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଦେଖନ୍ତୁ, ଦେଶର ଖାଦ୍ୟ ଯୋଗାଣକାରୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ସହାୟତା ପାଲଟିଛି। ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନେ ବାର୍ଷିକ 6,000 ଟଙ୍କା ସହାୟତା ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ପାଇଥାନ୍ତି। ଦେଖନ୍ତୁ, ଏପର୍ଯ୍ୟନ୍ତ ମୋଟ 21ଟି କିସ୍ତି ଜାରି କରାଯାଇଛି। ଏବେ ଚାଷୀମାନେ 22ତମ କିସ୍ତି ଉପରେ ନଜର ରଖିଛନ୍ତି। କିସ୍ତି ଜାରି ହେବା ପୂର୍ବରୁ ଆପଣମାନଙ୍କର ରେକର୍ଡ ଗୁଡ଼ିକ ସମ୍ପୂର୍ଣ୍ଣ ସଠିକ୍ ଅଛି କି ନାହିଁ, ତାହା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେତେକ ସମୟରେ ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କ ଟଙ୍କା ପାଇବାରେ ବିଳମ୍ବର କାରଣ ହୋଇପାରେ। କିନ୍ତୁ ଭଲ ଖବର ହେଉଛି ଯେ ଚାଷୀମାନେ କିଛି ସରଳ ପଦକ୍ଷେପ ଅନୁସରଣ କରି ଘରେ ବସି ସେମାନଙ୍କର ସ୍ଥିତି ଯାଞ୍ଚ କରିପାରିବେ ଏବଂ ସମୟ ମଧ୍ୟରେ ଆବଶ୍ୟକୀୟ ସଂଶୋଧନ କରିପାରିବେ। ଏହା ସେମାନଙ୍କର କିସ୍ତି ପାଇବାରେ ବିଳମ୍ବକୁ ରୋକିପାରିବ। ବର୍ତ୍ତମାନ ଆସନ୍ତୁ ଜାଣିବା, ଘରେ ବସି ଆପଣମାନଙ୍କର ସ୍ଥିତି ଆପଣମାନେ କେମିତି ଯାଞ୍ଚ କରିପାରିବେ। ଦେଖନ୍ତୁ, ଆପଣ ଘରେ ବସି କିଷାନ ଯୋଜନା ଅଧୀନରେ ଆପଣମାନଙ୍କର ସ୍ଥିତି ଯାଞ୍ଚ କରିପାରିବେ। ଏହା କରିବା ପାଇଁ ପ୍ରଥମେ ସରକାରୀ ୱେବସାଇଟ୍ pmkisan.gov.in କୁ ଯାଆନ୍ତୁ। ହୋମ୍ ପେଜ୍ ଅର୍ଥାତ୍ ନୋନ୍ ୟୋର ଷ୍ଟାଟସ୍ ବିକଳ୍ପଟିକୁ ଶୋ କରିବ। ଏହା ଉପରେ ଆପଣ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କୁ ଆପଣମାନଙ୍କର ପଞ୍ଜୀକରଣ ନମ୍ବର ଏଣ୍ଟ୍ରି କରିବାକୁ ପଡ଼ିବ। ଯଦି ଆପଣଙ୍କୁ ଆପଣମାନଙ୍କର ପଞ୍ଜୀକରଣ ନମ୍ବର ମନେ ନାହିଁ, ତେବେ ଆପଣ ନୋନ୍ ୟୋର ରେଜିଷ୍ଟ୍ରେସନ ନମ୍ବର ଉପରେ କ୍ଲିକ୍ କରି ଆପଣମାନଙ୍କର ମୋବାଇଲ ନମ୍ବର କିମ୍ବା ଆଧାର ନମ୍ବର ବ୍ୟବହାର କରି ଏହାକୁ ପାଇପାରିବେ। ତାପରେ ସ୍କ୍ରିନରେ ଥିବା କ୍ୟାପ୍ଚା କୋଡ୍ ପ୍ରବେଶ କରାନ୍ତୁ ଏବଂ ବିବରଣୀ ପାଆନ୍ତୁ ଉପରେ କ୍ଲିକ୍ କରନ୍ତୁ। କିଛି ସେକେଣ୍ଡ ମଧ୍ୟରେ ଆପଣ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। ଏହା ଆପଣଙ୍କୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ ଯେ ଆପଣମାନଙ୍କର ପ୍ରୋଫାଇଲ୍ ଅପଡେଟ୍ ହୋଇଛି କି ନାହିଁ ଏବଂ ଆପଣମାନଙ୍କର ପରବର୍ତ୍ତୀ କିସ୍ତି ପାଇବାରେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ଅଛନ୍ତି କି ନାହିଁ। ବର୍ତ୍ତମାନ ଆସନ୍ତୁ ଜାଣିବା 22ତମ କିସ୍ତି କେବେ ଆସିବ ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ। ଦେଖନ୍ତୁ, 21ତମ କିସ୍ତି ପରେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି ଯେ 22ତମ କିସ୍ତି କେବେ ଆସିବ। ସାଧାରଣତଃ ଏହି ଯୋଜନା ଅଧୀନରେ ଦେୟ 4 ମାସ ବ୍ୟବଧାନରେ ପ୍ରଦାନ କରାଯାଏ ଏବଂ ପୂର୍ବ କିସ୍ତିର ଢାଞ୍ଚା ଉପରେ ଆଧାର କରି ପରବର୍ତ୍ତୀ କିସ୍ତି ସମାନ ସମୟ ସୀମାରେ ଆସିବାର ଆଶା କରାଯାଏ। ପୂର୍ବ କିସ୍ତି ନଭେମ୍ବରରେ ଜାରି କରାଯାଇଥିଲା। ସେହି ଅନୁସାରେ ଫେବୃଆରୀରେ 22ତମ କିସ୍ତି ଜାରି କରାଯାଇପାରେ। ସରକାର କେବଳ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ, ଇକେୱାଇସି ଏବଂ ବ୍ୟାଙ୍କିଂ ଲିଙ୍କ ସମାପ୍ତ କରିବା ଉପରେ କିସ୍ତି ଜାରି କରନ୍ତି। ଯେଉଁ ଚାଷୀମାନଙ୍କର ସୂଚନା ସଠିକ୍ ଥିବ, ସେମାନେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କିସ୍ତି ଟଙ୍କା ପାଇବେ। ତେଣୁ କିସ୍ତି ପାଇବା ପୂର୍ବରୁ ଆପଣମାନଙ୍କର ସ୍ଥିତି ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ ରହିଛି।